भणजा पुओ राक्षस भाव सृष्टि होगला एणे मंदोदरी बारंबार कहते मारिला चटे जपासुर मुंड दिखंड आउ कांदिलानी शूर्पणखार दुख जीवन लो बाबा से निजक प्रस्तुत कला पुअर मुंडटा को धरिकी ता मुह टिके चाहिला अरे हत भागा कोले तू नेलु जनम अरे हत भागा कोले तू नेलु जनम बिथिली तो मुहरे बितु मो जीवन कहीं जीवन रखी कौन पाई चलेला आत्महत्या करबा पाई आत्महत्या करबा को गला बेले देवर्षि नारद पहुंची गो भल कथा केले मां कोन जाऊ ना प्रभु आउ कोन जीवन लो मूल्य अछि किछि नाही जीवन हरैबी ये जीवन मु हारिबी ना काहे की कहा पई बंचीबी ना ये रावण मो जीवन सर्वनाश करदेला ये बेले नारद कहले शूर्पणखा को कहले झियो शुणु रावण मरिबा बाटटी मुनिक देले बथाई दशरथ सुत राम जे विनाशिबे ताहा ए शूर्प रावण मरिबो केवल जनक हाथ से किए दशरथ नंदन राम तो बाहरिले हबो बाहरिबे केमिति बाल्य साथी मोहर आलो मंत बाल्य साथी मोहर आलो मंत प्रेरण करी देबु श्रीरामे पराहे श्रीरामे दशरथ जेतेबेले कैकेयी को विवाह कले कैकेयी बहुत कम बयस झील जने विद्यावती गुणवती रणांगना सब गुण रे केकयन से गोटे पण कले हे राजा दशरथ आपण मो कन्या को जदि विवाह करिवे गोटे शर्त कौन नहीं शर्त या आम झील पाखर जो पिलाटा जन्म हम से जेमिति सूर्यवंशर राजा हब शूर्पणखा बाल्य साथी नाम तार मंथरा हायरे नाम तार मंथरा कोइली पड़रे कैकेयी संगतरे चलिला शूर्पणखा निजे जाइकी भौणी पाखे कहला भौणी लो भौणी मंथरा हाँ तोते केवल एतिकी कहूची कले बले कौशले तू राम को बाहर करिबु राम को बाहर करिला साजिला खुआ दंड साजिला खुआ दंड 14 वर्ष राम हे तुम्हें भूलिल दंड तुम्हें बोलिल दंड कौन सारे बुझीला तो 14 वर्ष पाई बाहरी तो आसिलो हेले रावण को केमिति मारिबो मु बुझी पारिलिनी नाई 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 ए राती 2 बाजी होला आज्ञा बाबू ना को श्रीदान जोग्य जोसा को आहा जोगा जोता को नन करे आले नन को ए प्राय जना सुना पद आपण मन को खाली टिके ठारी देली
ନାଇଁ ଏଇ ପଦଟା ଗାଇ ଗୋଟେ ଜାଗାରେ ମୁଁ ବଡ଼ ବିପଦରେ ପଡ଼ିଛି ଯେ କାଇଁ ସାରେ ଜାଗାଟା ନା କହିବିନି ନା 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 ମୁଁ ପଦଟା ଗାଇଛି ଜଣେ ବାବୁ ବସିଥିଲେ ଉଠି ଆଇଲେ ଆଜ୍ଞା 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 ମୁଁ ସାରେ ମୁଁ ପୁରା ଯିବିନି ଖାଲି ଠାର ହେଲେ ଅନ୍ତିମ ପର୍ଯ୍ୟାୟକୁ ଆସିଲିଣି ଏବେ ଠାର ଦେଖନ୍ତୁ 10 ଟଙ୍କା ଗୋଟେ ଧରିକି ଜଣେ ବାବୁ ଆଇଲେ ଟିକେ ଆଦିବାସୀ ଅଞ୍ଚଳ ମୁଁ କହିନି ଖୋଲିକି ଜାଗା ନା କହିନି 10 ଟଙ୍କା ଗୋଟେ ଧରି କୁଆଡ଼େ ଗଲା କୁଆଡ଼େ ଗଲା କୁଆଡେ ଗଲା 10 ଟଙ୍କା ଦେମି କୁଆଡ଼େ ଗଲା କଣ କୁଆଡ଼େ ଗଲା କ ସାରେ ରେକର୍ଡିଂ ବୋଲେ କ'ଣ ଏଇ ଯୋଉ ସୁର୍ପୁଣୁକା ତା ନାକଟା କାଣ୍ଟା କାଟିଲା ହଁ କୁଆଡ଼େ ଗଲା ହଁ କ କୁଆଡ଼େ ଗଲା କ 10 ଟଙ୍କା ଦେମି କ ମାନେ ସେ କଣ କହୁଛି ତାମାନେ ସେ କହିଲା ଏଇ ଯୋଉ ସୁର୍ପଣଖା ନାକ କାନ କଟା ହେଲା କୁଆଡ଼େ ଗଲା କ ଏ କୁଆଡେ ଗଲା ସେ ସେଇଟା କହିପାରୁନି କୁଆଡେ ଗଲା କ କୁଆଡ଼େ ଗଲା କୁଆଡ଼େ ଗଲା ଆଗରେ ଦଳେ ବସିଥିଲେ ମୁଁ ସେଠୁ ତାଙ୍କୁ କହିଲି ମୁଁ କହିଲି ଭାଇ ଇଏ ବାବୁଙ୍କୁ ଟିକେ ବସେଇ ଦିଅ ବାପା ଇଏ ଠିଆ ହେଇପାରୁଛି ସେଗୁଡ଼ାକ ଆଉ ଠିଆ ହେବା ଅବସ୍ଥାରେ ନାହାନ୍ତି ବାପା ଇଏ ପାଲା କରିଛି ବୋଲେ ଏମିତି ବେଳେ ବେଳେ ବିପଦରେ ପଡ଼ିବାକୁ ପଡ଼େ ମୁଁ କ'ଣ କହିଲି ଶୁଣିବେ ମୁଁ କହିଲି ଆଜ୍ଞା ଆପଣ ବ୍ରହ୍ମଜ୍ଞାନୀ ତା କାନ ପାଖରେ କହିଲି ବୋଲେ ଏ କଥା ଯେଉଁ କହିବି କାରି କହିବିନି ନା ନା କହିବିନି ମୁଁ ବ୍ରହ୍ମଜ୍ଞାନୀ ବ୍ରହ୍ମଜ୍ଞାନୀ ନାକଟା ହେଲା ନାକେଶ୍ୱର ମହାଦେବ କାନଟା ହେଲା କାନେଶ୍ୱର ମହାଦେବ ଚୁପିକି ତା କାନରେ କହିବି କିନ୍ତୁ କାରି କହିବିନି ଏ ତ ପେଟେ ପିଇଛି ଆଉ ଚାଲିଲା ତାକୁ ଯାଉଥିଲା ଯାଉଥିଲା ସେ 10 ଟଙ୍କାଟାକୁ ପକେଟରେ ନାଇଁ ଦେଲା ମୁଁ ଭାବିଲେ ଗଲା ଆଉ ଦବନି 500 ଟଙ୍କିଆ ଗୋଟେ କାଢ଼ିଲା କା ବମଜ୍ଞାନୀ 500 ବମଜ୍ଞାନୀ ଦେଇ ପଳେଇଗଲା ତାପରେ ତା ସାଙ୍ଗ ସବୁ ଯୋଉଠି ଗଲେ ଏଇ ସାର୍ ତ କାନରେ କ'ଣ କହିଲେ ଚୁପ୍ ମୁଁ ବମଜ୍ଞାନୀ ବାସ୍ ଆଉ ତ ରାତି ପାଇଲା ବେଳୁ ତାର ମନେ ଥିବନି ସେ କାହିଁ କହିବ କାହିଁ କହିଲି କାହିଁକି ନା ମୁଁ ଚିନ୍ତା କଲି ରାମ ସିନା ଜଙ୍ଗଲକୁ ଆସିଲେ ବନକୁ ଆସିଲେ ହେଲେ ରାବଣକୁ କାହିଁକି ମାରିବେ ଜାଣି ଜାଣି ନାକ କାନ କରିଲି ଛେଦନ ମୋ ନିଜ ଭାଇ ଠାରେ ଆସି କରିଲି କ୍ରନ୍ଦନ ଭାଇ ଚଣ୍ଡାଳ ବରରେ ମତେ କରାଇ ବିବାହ ଯାହା ସ୍ୱାମୀ ନ ଦେଖିବ ଦେଲୁ ଦଣ୍ଡ ଏ ମା ଏମିତି ଗୋଟେ ଦଣ୍ଡ ଦେଲା ଜଣେ ସ୍ୱାମୀ ତା ସ୍ତ୍ରୀର କେବେ ସେଇଟା ଦେଖେନି ନାଇଁ ନାଇଁ ସ୍ୱାମୀ ଜଣେ ସ୍ତ୍ରୀର କ'ଣ ଦେଖେନି ଆମ କହିଲୁ ଆମ ସ୍ୱାମୀ ସ୍ତ୍ରୀ ଭିତରେ ସେମିତି ସବୁ ଦେଖିଛୁ ନା ମତେ ଡାକୁଛନ୍ତି ନା ସାର୍ ସ୍ୱାମୀ ସ୍ତ୍ରୀର କ'ଣ ଦେଖେନି ଆମର ସବୁ ଦେଖା ଦେଖି ହଁ ଖୋଲା ଖୋଲି ପୁରା କଥା ଖୋଲା ଲୋକ ତମେ ଖୋଲା ଲୋକ ପରିଷ୍କାର ସତ କଥାଟେ କହୁଛି ଆଜ୍ଞା ହଟ୍। ମୁଁ ପୁରା ମିଛ କହିବା ମୋ ଜାତକରେ ନାହିଁ ସ୍ୱାମୀ ସ୍ତ୍ରୀ ସ୍ୱାମୀ କି କ'ଣ ଦିଏନି ସ୍ତ୍ରୀ ସ୍ୱାମୀ କି କ'ଣ ଦିଏନି ବେଶ ଆମର ସବୁ ଦେବା ନେବା ଚାଲିଛି ସ୍ତ୍ରୀ ସ୍ୱାମୀ କି କଣ ଦିନ ଜାଣୁ ନା ସ୍ୱାମୀରେ ଦିଏ ନା ମୁଁ କେବେ ଓଢ଼ଣା କୌଣସି ସ୍ତ୍ରୀ ନିଜ ସ୍ୱାମୀ କି ଓଢ଼ଣା ଦିଏ ନା ଆହୁରି କାଲି ଖସେଇ ପକେଇବ ଗୁରୁଜନ ମାନଙ୍କୁ ଦବ ଗୁରୁଜନ ମାନଙ୍କୁ ସ୍ୱାମୀ ସ୍ତ୍ରୀ ସ୍ତ୍ରୀର କ'ଣ ଦେଖେନି ସତ କଥା ସାର୍ ଆମ ସ୍ୱାମୀ ସ୍ତ୍ରୀ ଭିତରେ ସେମିତି କିଛି ନାହିଁ କୋଉଟା ଛୁଏନି ଖୋଲା ଲୋକଟା ବୈଧବ୍ୟ ବେଶ ସ୍ୱାମୀ ଦେଖେ ନା ସିନା କୌଣସି ସ୍ୱାମୀ ତା ସ୍ତ୍ରୀର ବିଧବା ବେଶ ଦେଖିବ କି ରେ ତୁ ମଲେ ଏ ହସି କିଏ ମାମୁଁ ଆଉ ଗୋଟେ ରହିଗଲା ହଁ ସାର୍ କହିବେ କହିବେ ସାର୍ ଆଉ ଗୋଟେ କ'ଣ ରହିଲା କୋଉଟା ଛୁଏନି ସ୍ୱାମୀ ସ୍ତ୍ରୀର କେଉଁ ଅଙ୍ଗଟା ଛୁଏଁନି ଜାଣିଛି ସାର୍ ଏଠି କହିବିନି ଏଠି କିଏ ଭଲ ଭାବିବ କିଏ ଖରାପ ଭାବିବ ମୁଁ ଗୋଟେ ଭଦ୍ର ଲୋକଟା ନା ବସା ଘରେ କହିଦେବି ସାର୍ ଯୋଉ କଥାଟାକୁ ଉତ୍ଥାପନ କଲେ ହଁ। ସେଟା କ'ଣ ଖରାପ କଥା ତୁ ଏତେ କଥା ପଥା ଖେଳିବାର କାମ କ'ଣ ବା ହଁ ଆଉ କହୁଛୁ କହିବୁନି ଜାଣିଛୁ ଯଦି କହ ମୁଁ ଏଠି କହିବିନି କିଏ ଭଲ ଭାବିବ କିଏ ଖରାପ ଭାବିବ ଗୋଟେ ମାନ ଖାତିର ଅଛି ନା ଆଉ ଗୋଟେ ଭେଲିଂ କାଢିଲା ଆଉ ଗୋଟେ ଅଙ୍ଗ ଛୁଏନି ତୁ ଜାଣିନ ନା ତୁ ଜାଣିଛୁ ତମେ କୁହ ଆଗେ ତମେ କୁହ ମୁଁ କହିବି ତାପରେ ମୁଁ ଜାଣିଛି କହିବିନି ଆଜ୍ଞା। ନା। ମୁଁ କହିବି ନା ତୁ କହୁନୁ ଜଣେ ସ୍ୱାମୀ ହଁ। ତା ସ୍ତ୍ରୀର ପାଦକୁ ଛୁଏନି ଛେ ଛେ ଚା ଉଠି ଉଠିବି କୁହ ଜଣେ ସ୍ୱାମୀ
ତା ସ୍ତ୍ରୀର ହଁ। ପାଦକୁ ଛୁଏଁନି। ତୁ ବେକାରିଆଟା ଆଉ ପାଲାକୁ ଆସିବନି। କାହିଁକି ଆସିବିନି? ହେଲା ପାଦକୁ ଛୁଇଁବନି। ଏ ତତେ ଗୋଟେ ବୁଝଉଛୁ ହଉ, ଶୁଣ। କହ ମତେ ବୁଝା। ତମ ଘରେ କେହି ନଥିବେ, ସ୍ୱାମୀ ସ୍ତ୍ରୀ ତମେ 2 ଜଣ ଥିବ। ହଉ। ଅକସ୍ମାତ ତ ସ୍ତ୍ରୀ ଗୋଟେ ବାଉଁଶ କଣ୍ଟାଟେ ଗଳିଗଲା। ବାଉଁଶ କଣ୍ଟା? ବାଉଁଶ କଣ୍ଟା। ହଉ। ସେ ରକ୍ତ ଝରଝର ହେଇକି ବହୁଥିବ, ସେ ଡହଳ ବିକଳ ହେଇକି କାନ୍ଦୁଥିବ, ଗଡୁଥିବ। ହଉ। ତୁ ବାଧ୍ୟ ଉପରେ ଗୋଟେ ଡାମ୍ ଫୋଡା ଆଣିକି ତା ଗୋଡକୁ କାଇଁ ତୁ କୁରାଡରେ ହାଣି ଦଉନୁ? ଡାଫଣ ନୁହେଁ, ହଁ? ପିନି କୋଟ ସାପ୍ଟ ପିନି କହ ନା ଛୁଞ୍ଚି କହ। ଧରିବ ବଳା ଧର। ଆଜ୍ଞା। ସ୍ୱାମୀ ସ୍ତ୍ରୀର ପାଦକୁ ଛୁଇଁଛି ରେ। ହଁ ଛୁଇଁଛି, ସେ କଣ୍ଟା ଗଳିଗଲା। ନା। ଆଉ ବାହାଘର ବେଳେ ଛୁଇଁଛି। ବାହାଘର ବେଳେ ହଁ। କାହିଁ ତ ମୁଁ ବାହା ହେଇଛି ପଇସା ଖର୍ଚ୍ଚ କରି, କାହିଁ ତ ମୋର ଲକ୍ଷ୍ୟ ପଡୁନି। ତୋର ଭାଇ? ତୋର କି ବାହାଘର କି? ବାହା ହେଇଛି। ସପ୍ତପଦୀ ଗୋଟେ କର୍ମ ହୁଏ। ସେଇଟା କେମିତି ହୁଏ? ସ୍ତ୍ରୀ ଶିଳପୁଆରେ ପାଦ ଦବ, ଆଚ୍ଛା। ସ୍ୱାମୀ ଦବ 7 କ୍ଷୀର ଦବ। ହଁ। ଦବ ନା ସାର୍? ଦବ। ଏତିକି ବେଳେ ବୁଢା ଆଙ୍ଗୁଳି ଧରିକି ଗୋଟେ ମନ୍ତ୍ର କହେ। ଆଚ୍ଛା। ପୂର୍ବ ଜନ୍ମେ ସ୍ଥିତା କନ୍ୟା, ମାତା ପୂର୍ବ ଜନ୍ମେ ସ୍ଥିତା ମାତା, ହଁ। ପୂର୍ବ ଜନ୍ମଶ୍ଚ କନ୍ୟକା, କନ୍ୟକା, ପୂର୍ବ ଜନ୍ମେ ସ୍ଥିତା ଭଗିନୀ, ଭଗିନୀ, ମମ ଦୋଷଂ ବ୍ୟପହାୟ। ପୂର୍ବ ଜନ୍ମରେ ତୁମ ମା ଥାଇପାରୁ, ମୋ ଖୁଡି ଥାଇପାରୁ। ହିସାବରେ। ପୂର୍ବ ଜନ୍ମେ ସ୍ଥିତା ଭଗିନୀ, ପୂର୍ବ ଜନ୍ମରେ ତୁମ ଭଉଣୀ ଥାଇପାରୁ, ମୋ ଭାଉଜ ଥାଇପାରୁ। ହିସାବରେ। 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 ହଁ। ପୂର୍ବ ଜନ୍ମେ ସ୍ଥିତା କନ୍ୟା, ପୂର୍ବ ଜନ୍ମରେ ତୁମ ଝିଅ ଥାଇପାରୁ। ମୋ ଶାଳୀ ଥାଇପାରୁ। ହିସାବରେ। ଏ ଜନ୍ମରେ ତୋତେ ସ୍ତ୍ରୀ ଭାବରେ ବର୍ଣ୍ଣନା କରୁଛି, ହେ ଦୁର୍ଗେ ମୋର ଅପରାଧ କ୍ଷମା କର। ଏମିତି କେତେ ଗଣ୍ଡା ଯୁଗକୁ ବର ମାଗିଥିଲା ରାବଣ? 56 ଗଣ୍ଡା। 56 ଗଣ୍ଡା। ଭୋଗ କଲା କେତେ ଗଣ୍ଡା? 14 ଗଣ୍ଡା 14 ଗଣ୍ଡା। 14 ଥର ରାମ ଆସିଛନ୍ତି, 14 ଥର ଯାଇଛନ୍ତି। ଲକ୍ଷ୍ମଣ ଆସିଛନ୍ତି, 14 ଥର। ଏମିତି କେତେ ରାମ ଗଲେଣି, କେତେ ଲକ୍ଷ୍ମଣ ଗଲେଣି। ତୁ କୋଉ ରାମ ବୁଝିହେଲା ତ? ସେ ହେଉଛନ୍ତି ସ୍ୱୟଂ ବ୍ରହ୍ମ। ହେଲା କ'ଣ ଛୁଇଁବର ଆଉ ସମୟ ନାହିଁ। ହଉ ସେପାରି ବାଟୋଇ ହାତ ଠାରି ଡାକେ ହେରା ବସି ଯାଇଛି ଶୂର୍ପଣଖା। ପ୍ରଭୁ ହେ ମୋ ଉଦ୍ଦେଶ୍ୟ ସାକାର ହେଇଗଲା, ଏବେ ମତେ ଉଦ୍ଧାର କର। କୋଉଠି? ମଶାଣୀରେ। ଏ ଗଣ୍ଠୁଲି ଗୋଟିକ ସଜିଲି କର, ବେଳ ତ ହେଲାଣି ମଠ ମଠ କାହିଁକି ବାଟୋଇରେ ବେଗି ବେଗି ତୁ ସଉଦା ସାର, ବେଳ ତ ହେଲାଣି ମଠ ମଠ କାହିଁକି ଆଉ ଧୀରବର କୌତୁକୀ ଯାହା କରିଲେ ଶ୍ରବଣ, ଏ ବେଳ ତ ହେଲାଣି ଯାହା ନ୍ୟାୟ ମୋର ହେଲା ଲୋଚନ, ବେଳ ତ ହେଲାଣି ମାଗିବ ଚନ୍ଦ୍ରଶେଖର ଏ ସନ, ବେଳ ତ ହେଲାଣି ନ୍ୟାୟ କାଳରେ ମାତ୍ର କରେ ନିବେଦନ, ବେଳ ତ ହେଲାଣି ଆମର ଏକ ସ୍ୱରେ ଦେବେ ହୁଳ ହୁଳି, ବେଳ ତ ହେଲାଣି ମଣ୍ଡଳୀ ହରି ବୋଲ କର ତାଳି, ବେଳ ତ ହେଲାଣି ମଠ ମଠ କାହିଁକି